ଏଠାରେ ସର୍ବଗତଃ ସର୍ବବ୍ୟାପକ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ। କାରଣ ଭଗବାନଙ୍କ ସୃଷ୍ଟିରେ ସର୍ବତ୍ର ଜୀବାତ୍ମା ଭରପୁର ହୋଇଅଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ସେମାନେ ଜଳରେ, ସ୍ଥଳରେ, ଆକାଶରେ, ବାୟୁରେ, ପୃଥିବୀରେ ଏବଂ ଏପରିକି ଅଗ୍ନି ମଧ୍ୟରେ ମଧ୍ୟ ଅଛନ୍ତି। ସେମାନେ ଅଗ୍ନିରେ ପୋଡ଼ି ଶୁଦ୍ଧ ହୋଇଯାଆନ୍ତି। ଏହି ଯେଉଁ ବିଶ୍ୱାସ ତାହା ଗ୍ରହଣୀୟ ନୁହେଁ। କାରଣ ଏଠାରେ ପରିଷ୍କାର ଭାବରେ କୁହାଯାଇଛି ଯେ ଆତ୍ମା ଅଗ୍ନିରେ ପୋଡ଼ି ହୋଇପାରିବ ନାହିଁ। ତେଣୁ ସୂର୍ଯ୍ୟାଲୋକରେ ଉପଯୁକ୍ତ ଶରୀରଧାରୀ ଜୀବଗଣ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ଯଦି ସୂର୍ଯ୍ୟଲୋକ ଜୀବ ବସତିହୀନ ହେବ, ତାହାହେଲେ ଏଠାରେ ବ୍ୟବହୃତ ସର୍ବଗତଃ ସର୍ବବ୍ୟାପକ ଶବ୍ଦ ଅର୍ଥହୀନ ହୋଇଯିବ। ରାଧେ ରାଧେ।